ହ୍ୟାଲୋ ଏଭ୍ରିୱାନ୍, ଆଜି ମୁଁ ସମସ୍ତଙ୍କୁ ଗୋଟେ ଗପ କହିବାକୁ ଯାଉଛି। ସେ ଗପର ନାଁ ହେଲା ରାଜାଙ୍କ ଆରୋଗ୍ୟ। ତ ଜଣେ ରାଜା ଥିଲେ। ସେ ଥରେ ବ୍ୟାଧିଗ୍ରସ୍ତ ହେଲେ। ବହୁ ବୈଦ୍ୟ ଏବଂ ଚିକିତ୍ସକ ଆସିଲେ, କିନ୍ତୁ ରୋଗ ରାଜାଙ୍କର ଭଲ ହେଲା ନାହିଁ। ଶେଷରେ ଜଣେ ବିଚକ୍ଷଣ ତରୁଣ ଚିକିତ୍ସକ ଆସିଲେ, ଯାହାଙ୍କ ଔଷଧି କାମ କଲା ଏବଂ ରାଜା କ୍ରମେ ଆରୋଗ୍ୟ ଲାଭ କରିବାକୁ ଲାଗିଲେ। ସୁସ୍ଥ ହେବା ପରେ ଚିକିତ୍ସକଙ୍କ ପରାମର୍ଶ କ୍ରମେ ଜଳବାୟୁ ପରିବର୍ତ୍ତନ ସକାଶେ ରାଜା ବାହାର ରାଜ୍ୟକୁ ବୁଲିବାକୁ ଗଲେ। ସେ ରାଜ୍ୟର ଜଳବାୟୁ ଅତ୍ୟନ୍ତ ମନୋରମ ଥିଲା। ରାଜାଙ୍କୁ ତାହା ବେଶ୍ ଭଲ ଲାଗିଲା, କିନ୍ତୁ କିଛି ଦିନ ପରେ ରାଜାଙ୍କ ମନ ଭଲ ରହିଲା ନାହିଁ। ପୁଣି ସେ ରୋଗଗ୍ରସ୍ତ ହେବା ଭଳି ଲାଗିଲା। ଏହା ଦେଖି ମନ୍ତ୍ରୀ ମହୋଦୟ ତୁରନ୍ତ ସେହି ଚିକିତ୍ସକଙ୍କ ପରାମର୍ଶ ଲୋଡ଼ିଲେ।